ଯଦୁପୁର ଗାଁ ପାଖରେ ଏକ ସୁନ୍ଦର ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲରେ ଟୁନି ଚଢ଼େଇ ତା ଝିଅ ଟୁନଟୁନ ଚଢ଼େଇ ସହ ରହୁଥିଲା। ଟୁନି ଚଢ଼େଇ ସବୁଦିନ କାଳିକାଉ ଘରକୁ କାମ କରିବାକୁ ଯାଏ। କାଳିକାଉ ଟୁନି ଚଢ଼େଇକୁ ଘରର ସବୁ କାମ କରାଏ। ଥରେ କାଳିକାଉ ଟୁନି ଚଢ଼େଇକୁ ଡାକିକି କହେ, ଆଲୋ ଟୁନି, ମୁଁ ଭାବୁଛି ଏକ ଆମ୍ବ ବଗିଚାଟିଏ କରିବି। ଦେଖୁଛୁ ତ ଜଙ୍ଗଲରେ ଆମ୍ବର ଚାହିଦା କେତେ। ଆମ୍ବ ଚାଷ କଲେ ଭଲ ହେବନି? ହଁ ହଁ ମାଲିକାଣୀ, ସତରେ ବହୁତ ଭଲ ହେବ। ଆମ୍ବ ଖାଇବାକୁ କିଏ ପସନ୍ଦ କରିବେନି? ତୁମେ ଆମ୍ବ ଚାଷ କର। ଆରେ ଆରେ, ସେ କଥା ନୁହେଁ। ତୁ ଯଦି ସବୁ ଦାୟିତ୍ୱ ନେବୁ ତାହେଲେ ଯାଇକି ମୁଁ ଆମ୍ବ ଚାଷ କରିବି। ତୁ ତ ଜାଣିଛୁ ମୁଁ ଏତେ କାମ କରିପାରିବିନି। ହଁ ହଁ ମାଲିକାଣୀ, ତୁମେ କିଛି ଚିନ୍ତା କରନି, ମୁଁ ସବୁ ଦାୟିତ୍ୱ ନେବି। ସେମାନେ ଦୁଇ ଜଣ ଆମ୍ବ ଚାଷ କରିବାକୁ ଏମିତି ପ୍ଲାନ୍ କରନ୍ତି। ତାପରେ ଟୁନି ଚଢ଼େଇ ତା ଘରକୁ ଆସେ। ଘରେ ପହଞ୍ଚି ଟୁନି ଚଢ଼େଇ ତା ଝିଅ ଟୁନଟୁନ ଚଢ଼େଇକୁ ସବୁ କଥା କହେ। ମା, ଆମ୍ବ ଚାଷ କଲେ ବେଶ ଭଲ ଲାଭ ହେବ। ଆଉ କାଳି ମାଲିକାଣୀ ତା ପାଇଁ ତମକୁ ଏକ୍ସଟ୍ରା ଟଙ୍କା ଦେବେ ନା? ମୁଁ ସେମିତି କିଛି କଥା ହେଇନି, ହେଲେ ମୁଁ ପରିଶ୍ରମ କରିବି ମାନେ ସେ କ'ଣ ମୋତେ ପାରିଶ୍ରମିକ ଦେବେନି କି? ନିଶ୍ଚୟ ଦେବେ। ଏମିତି କଥା ହୋଇ ମା ଝିଅ ଶୋଇପଡ଼ନ୍ତି। କିଛି ସମୟ ପରେ ରାତି ପାହି ସକାଳ ହୁଏ। ସକାଳ ହେବା ମାତ୍ରେ ଟୁନି ଚଢ଼େଇ ଯାଇକି କାଳିକାଉ ବାଡ଼ିରେ ପହଞ୍ଚେ ଆଉ ଆମ୍ବ ଚାରା ସବୁକୁ ଧାଡ଼ି ଧାଡ଼ି କରି ଲଗାଏ। କିଛି ସମୟ ପରେ କାଳିକାଉ ଆସି ସେଇଠି ପହଞ୍ଚେ। ସେ ଏସବୁ ଦେଖି ବହୁତ ଖୁସି ହେଇଯାଏ। ଆରେ ଟୁନି, ତୁ ତ ବଢ଼ିଆ କରି ଆମ୍ବ ଚାରା ସବୁ ଲଗେଇ ଦେଇଛୁ। ହଁ ମାଲିକାଣୀ, ଆଜି ପାଇଁ କାମ ସରିଗଲା। କାଲିକି ଆସିକି ମୁଁ ପାଣି ଦେବି। ଏଥର ଆଜିକାର ପାଉଣାଟା ମୋତେ ଦେଇଦିଅ, ମୁଁ ଘରକୁ ଯିବି। ତୁ କେମିତିକା କଥା କହୁଛୁ? ଚାରା ଲଗେଇଲୁ କି ନାହିଁ ଟଙ୍କା ମାଗିଲଣି? ମୁଁ ଘର ଛାଡ଼ିକି ପଳଉଛି ନା କ'ଣ? ରହ, ଆମ୍ବ ଫଳିଲେ ମୁଁ ତୋର ସବୁ ପାରିଶ୍ରମିକ ଟଙ୍କା ଦେଇଦେବି। ବିଚରା ଟୁନି ଚଢ଼େଇ କାଳିକାଉ କଥାରେ କ'ଣ ଉତ୍ତର ଦେବ ଜାଣିପାରୁନଥାଏ। ସେ କିଛି ନ କହି ସେଠାରୁ ଚାଲିଯାଏ। ତା ପଛେ ପଛେ କାଳିକାଉ ବି ସେଠାରୁ ଚାଲିଯାଏ। ଟୁନି ଚଢ଼େଇ ସବୁଦିନ ଆସିକି ଆମ୍ବ ଚାରାରେ ପାଣି ଦିଏ ଆଉ କାଳିକାଉ ତା ଘରେ ରହିକି ଆରାମ କରେ। ଏମିତି କିଛି ଦିନ ବିତିଯାଏ। ଆମ୍ବ ଗଛ ସବୁ ବଡ଼ ବଡ଼ ହୋଇଯାଆନ୍ତି ଆଉ ସେଥିରେ ବଉଳ ଭର୍ତ୍ତି ହୋଇଯାଏ। ସେସବୁକୁ ଦେଖି ଟୁନି ଚଢ଼େଇ ଆଉ କାଳିକାଉ ବେଶ ଖୁସି ହୋଇଯାଆନ୍ତି। ମାଲିକାଣୀ, ଦେଖ କେତେ ସୁନ୍ଦର ଦେଖାଯାଉଛି। ଆଉ ଅଳ୍ପ ଦିନ ଭିତରେ ଆମ୍ବ ମଧ୍ୟ ଫଳିବ। ଆଉ ତାକୁ ବିକିକି ତମେ ତ ବହୁ ଟଙ୍କା ରୋଜଗାର କରିବ। ତା ସହ ତୁମେ ମୋତେ ମୋ ବାକି ପାଉଣା ବି ଦେଇଦେବ। ହଁ ହଁ ଟୁନି, ତୁ ସତ କହୁଛୁ। ଆଉ ଅଳ୍ପ ଦିନ ଭିତରେ ଏ ଗଛରେ ଆମ୍ବ ସବୁ ଭର୍ତ୍ତି ହେଇଯିବ। ମୋତେ ତ ଭାରି ଖୁସି ଲାଗୁଛି। ଏମିତି କଥା ହୋଇ ସେମାନେ ଘରକୁ ଫେରନ୍ତି। କିଛି ସମୟ ପରେ ଝଡ଼ ବତାସ ଆରମ୍ଭ ହୋଇଯାଏ। ବର୍ଷା ପବନରେ ଆମ୍ବ ଗଛର ସବୁ ବଉଳ ଝଡ଼ିକି ଖସି ପଡ଼େ। ବର୍ଷା କମିଲା ପରେ ଟୁନି ଚଢ଼େଇ ଆଉ କାଳିକାଉ ଆସିକି ସେଇଠି ପହଞ୍ଚନ୍ତି। ଆଲୋ ଟୁନି, ଏ କ'ଣ ହେଇଗଲା? ମୋର ସବୁ ସ୍ୱପ୍ନ ଭାଙ୍ଗିଗଲା। ମୁଁ ଏବେ କ'ଣ କରିବି? ଆମ୍ବ ବଉଳ ତ ସବୁ ଖସି ପଡ଼ିଲା। ଆଉ ତ ଏଥିରେ ଆମ୍ବ ଫଳିବନି। ତୋତେ କାମରେ ରଖିକି ମୁଁ ସତରେ ବଡ଼ ଭୁଲ କଲି। ଆଉ କାହାକୁ ରଖିଥିଲେ ଭଲ ହେଇଥାନ୍ତା। ମାଲିକାଣୀ, ମୋର କ'ଣ ଭୁଲ? ମୁଁ କ'ଣ କଲି?
ଏ ଝଡ଼ ବର୍ଷା ତ ବଉଳ ସବୁକୁ ଝଡ଼େଇ ପକେଇଲା। ତୁମେ ଅଯଥାରେ ମୋ ଉପରେ ରାଗୁଛ। ମୁଁ ତ ଆମ୍ବ ଗଛ ପ୍ରତି ବହୁତ ପରିଶ୍ରମ କରିଥିଲି। ତ ପରିଶ୍ରମ ତୋ ପାଖରେ ଥାଉ। ତୁ ମୋ ଆଖି ସାମ୍ନାରୁ ପଳେଇ ଯା। ଆଜିଠୁ ତୁ ଆଉ ଏଠିକି ଜମାରୁ ବି କାମ କରିବାକୁ ଆସିବୁନି। ଏମିତି ବହୁତ କିଛି ଗାଳିଗୁଲଜ କରି କାଳିକାଉ ଟୁନି ଚଢ଼େଇକୁ ସେଠାରୁ ବିଦା କରିଦିଏ। ବିଚରା ଟୁନି ଚଢ଼େଇ ମନ ଦୁଃଖ କରି ସେଠାରୁ ପଳାଇ ଆସେ। ଘରେ ପହଞ୍ଚି ଦେଖେ ତ ତା ଝିଅ ଟୁନଟୁନ ଚଢ଼େଇକୁ ପ୍ରବଳ ଜ୍ୱର। ମା, ମୋତେ ଜୋରରେ ଜ୍ୱର। ତୁ ଯା, ମୋ ପାଇଁ ଔଷଧ ନେଇକି ଆସିବୁ। ଝିଅ ଟୁନଟୁନିଠୁ ଏମିତି ଶୁଣି ଟୁନି ଚଢ଼େଇ ମନେ ମନେ ଭାବେ, ମୁଁ ଯେ ଏବେ କ'ଣ କରିବି? ସେ କାଉ ମାଲିକାଣୀ ତ ମୋତେ କାମରୁ କାଢ଼ିଦେଲା, ଆଉ ଟଙ୍କାଟିଏ ବି ଦେଲାନି। ମୁଁ ଏବେ କେମିତି ଔଷଧ ଆଣିବି? ମା, କ'ଣ ଏମିତି ବସିକି ଭାବୁଛୁ? ମୋତେ ଭାରି କଷ୍ଟ ହେଉଛି। ତୁ ଜଲ୍ଦି ଯା ମା। ଟୁନି ଚଢ଼େଇ ସେଠାରୁ ପଳାଇ ଯାଏ। ସିଧା ଯାଇକି ତା ସାଙ୍ଗ ମିନୁ ଚଢ଼େଇ ପାଖରେ ପହଞ୍ଚେ, ଆଉ ତାକୁ ସବୁ କଥା କହେ। ଆରେ, ଏଇ ଗୋଟିଏ କଥା। ବିପଦ ସମୟରେ ଯଦି ମୁଁ ତୋତେ ସାହାଯ୍ୟ କରିପାରିବିନି, ତାହେଲେ ମୁଁ ତୋର କି ସାଙ୍ଗ? ତୁ ଚିନ୍ତା କରନା। ନେ, ଏଇଥିରେ କିଛି ଟଙ୍କା ଅଛି। ଏଇ ଟଙ୍କାରେ ତୁ ତୋ ଝିଅ ପାଇଁ ଔଷଧ ନେଇଯିବୁ। ସାଙ୍ଗ ମିନୁ ଚଢ଼େଇଠୁ ଏମିତି କଥା ଶୁଣି ଟୁନି ଚଢ଼େଇ ଭାରି ଖୁସି ହୋଇଯାଏ, ଆଉ ସେଠାରୁ ତା ଘରକୁ ଫେରେ। ବାଟରେ ଫେରିଲା ବେଳେ ଔଷଧ ଦୋକାନରୁ ଔଷଧ ଧରିକି ସେ ଘରକୁ ଫେରେ। ଘରକୁ ଫେରିକି ସେ ତା ଝିଅ ଟୁନଟୁନି ଚଢ଼େଇକୁ ଔଷଧ ଖୁଆଏ, ଆଉ ଟୁନଟୁନି ଚଢ଼େଇ ଔଷଧ ଖାଇ ପୁରା ଠିକ୍ ହେଇଯାଏ। ଏତିକିରେ ରାତି ହୋଇଯାଏ। ଟୁନି ଚଢ଼େଇକୁ ଚିନ୍ତାରେ ନିଦ ହେଉନଥାଏ। ସେ ଶୋଇ ଶୋଇ ବହୁତ କାନ୍ଦୁଥାଏ। ମା, ତୁ କାନ୍ଦୁଛୁ କାହିଁକି? କ'ଣ ହେଇଛି ତୋର? ତୋ ଦେହ ଭଲ ଲାଗୁନି କି? ନା ନା ଧନ, ତୁ ଶୋଇପଡ଼। ମୋର କିଛି ହେଇନି। ନା ମା, ତୁ ମିଛ କହୁଛୁ। ତୋ ମନ ଭାରି ଦୁଃଖ ଜଣାପଡ଼ୁଛି। ତୋର କ'ଣ ହେଇଛି କହ, ନହେଲେ ମୁଁ ଶୋଇବିନି। ତାପରେ ଟୁନି ଚଢ଼େଇ ତା ଝିଅ ଟୁନଟୁନ ଚଢ଼େଇକୁ ସବୁ କଥା କହେ। ଜାଣିଛୁ ମା, ତୁ ମୋତେ ଯେଉଁ ଖର୍ଚ୍ଚ କରିବାକୁ ଟଙ୍କା ଦେଉ, ମୁଁ ସେଥିରୁ ଅଳ୍ପ ଖର୍ଚ୍ଚ କରିକି ବାକି ଟଙ୍କା ସବୁ ମୁଁ ମୋ ମୁହଁରେ ସାଇତିକି ରଖିଛି। ତୁ ଚିନ୍ତା କରନା। ଆମେ ସେ ଟଙ୍କାରେ କିଛି ଆମ୍ବ ଚାରା କିଣିକି ଆଣିବା, ଆଉ ତାକୁ ଲଗେଇବା। ସେଥିରେ ଯେଉଁ ଆମ୍ବ ବାହାରିବ, ତାକୁ ବିକିକି ଆମେ ଆରାମରେ ଚଳିବା। ଝିଅଠୁ ଏମିତି କଥା ଶୁଣି ଟୁନି ଚଢ଼େଇ ମନେ ମନେ ଭାରି ଖୁସି ହୋଇଯାଏ। ପରଦିନ ସକାଳୁ ମା ଝିଅ ଉଠିକି ବଜାରକୁ ଯାଆନ୍ତି, ଆଉ କିଛି ଆମ୍ବ ଚାରା ଧରି ଘରକୁ ଫେରନ୍ତି। ସେ ଆମ୍ବ ଚାରା ସବୁକୁ ତାଙ୍କ ବାଡ଼ିରେ ସୁନ୍ଦର କରି ଲଗାନ୍ତି। ଏମିତି କିଛି ଦିନ ବିତିଯାଏ। କିଛି ଦିନ ପରେ ମା ଝିଅ ଆସିକି ଦେଖନ୍ତି ତାଙ୍କ ବାଡ଼ିରେ ବହୁତ ସାରା କଞ୍ଚା ଆମ୍ବ ହେଇଛି। ମା, ଏ ଆମ୍ବ ତ ପାଚିବାକୁ ଆହୁରି ଅନେକ ଦିନ ଲାଗିବ। ତୁ ତ ଭଲ ଆଚାର ବନେଇ ଜାଣିଛୁ। ଚାଲେ, ୟାକୁ ତୋଳିକି ନେଇଯିବା, ଆଉ ଆଚାର ବନେଇକି ଜଙ୍ଗଲରେ ବିକିବା। ଜଙ୍ଗଲରେ ତ ଆମ୍ବ ଆଚାରର ବହୁତ ଚାହିଦା। ତାପରେ ମା ଝିଅ ମିଶି ଆମ୍ବ ସବୁକୁ ତୋଳନ୍ତି, ଆଉ ସେସବୁକୁ ଧରି ଘରକୁ ଫେରନ୍ତି। ଟୁନି ଚଢ଼େଇ ଆମ୍ବ ସବୁକୁ ସୁନ୍ଦର ଭାବରେ ଆଚାର ବନେଇ ଦିଏ। ଟୁନି ଚଢ଼େଇର ଆମ୍ବ ଆଚାର ଏତେ ଟେଷ୍ଟି ହୋଇଥାଏ ଯେ ଜଙ୍ଗଲର ସବୁ ଚଢ଼େଇମାନେ ଆସିକି ତା ପାଖରୁ ଆଚାର କିଣିକି ନିଅନ୍ତି। ଏମିତିରେ ଟୁନି ଚଢ଼େଇ ପାଖରେ ବହୁତ ଟଙ୍କା ହୋଇଯାଏ, ଆଉ ସେଦିନଠାରୁ ମା ଝିଅ ମିଶିକି ଖୁସି ଖୁସିରେ ଚଳିବାକୁ ଲାଗନ୍ତି।
सांगमाने जदि आमर एही गपटी तुमको भल लागिथिबो ताले आम चैनल को गोटे लाइक करी सब्सक्राइब कर देबे।